आसुची पार्वणर ऋतु अग्रदेव गणेशଙ୍କ ପୂଜାରୁ ଆରମ୍ଭ ହେବ ପାର୍ବଣ। ଆଉ ମାତ୍ର ଦିନକ ପରେ ଧରାପୃଷ୍ଠକୁ ଅବତରଣ କରିବେ ବିଘ୍ନ ବିନାଶକ ଶ୍ରୀ ଗଣେଶ। ସେଥିପାଇଁ ମୂର୍ତ୍ତି କାରିଗରଠାରୁ ଆରମ୍ଭ କରି ପୂଜା ମଣ୍ଡପଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ଆଉ ସେପଟେ ଗଣେଶଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ମୂର୍ତ୍ତି କାରିଗରୀର ଗାଁ କୁହାଉଥିବା ଫୁଲପୋଖରୀ ଗାଁରେ ଏବେ ଗହଳି ଲାଗି ରହିଛି। ପୂଜା ପାର୍ବଣ ସମୟରେ ବେଶ୍ ଚର୍ଚ୍ଚିତ ଥିବା ଏହି ଗାଁର କାରିଗରମାନେ ପ୍ରାୟ 2 ମାସ ପୂର୍ବରୁ ମୂର୍ତ୍ତି ତିଆରି କାମ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଥିଲେ। ଗଣେଶ ପୂଜାର 3 ଦିନ ପୂର୍ବରୁ ପ୍ରାୟ ମୂର୍ତ୍ତିରେ ଶେଷ ସ୍ପର୍ଶ କାର୍ଯ୍ୟ ସାରିଥାନ୍ତି। ଏଠାରୁ କଟକ ଓ ଭୁବନେଶ୍ୱରକୁ ମୂର୍ତ୍ତି ଯାଇଥାଏ। କେବଳ ବ୍ୟବସାୟୀମାନେ ନୁହେଁ, ଆଖପାଖ ଗ୍ରାମର ଯୁବକମାନେ ମଧ୍ୟ ଏଠାକୁ ଆସି ନିଜ ପସନ୍ଦର ବଡ଼ ବଡ଼ ମୂର୍ତ୍ତି ନିର୍ମାଣ ପାଇଁ ଆଗରୁ ଅଗ୍ରିମ ଦେଇଥାନ୍ତି। ଫୁଲପୋଖରୀ କୁମ୍ଭାର ସାହିରେ ପାଖାପାଖି 500ରୁ ଅଧିକ ଗଣେଶ ମୂର୍ତ୍ତି କରାଯାଇଥିବା ବେଳେ ଚଳିତ ବର୍ଷ କିଛି ନୂଆ ପ୍ରକାରର ମୂର୍ତ୍ତି ତିଆରି କରିଛନ୍ତି। ନୂଆ ନୂଆ ମୂର୍ତ୍ତିର ମଧ୍ୟ ବେଶ୍ ଚାହିଦା ରହିଛି ବୋଲି କାରିଗରମାନେ କହିଛନ୍ତି। ବ୍ୟୁରୋ ରିପୋର୍ଟ, ସତ୍ୟ ସନ୍ଧାନ।